ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। तृतीय अध्याय। उपयुक्त आलोचनारू ए कथा स्पष्ट जे महाभारत ग्रंथर रचना काल और युद्ध समकालीन घटना नुहे। ଯେଉଁମାନେ ବ୍ୟାସଙ୍କୁ ମହାଭାରତ ଯୁଦ୍ଧର ପ୍ରତ୍ୟକ୍ଷ ଦ୍ରଷ୍ଟା ସ୍ୱୀକାର କରି ମହାଭାରତ ଗ୍ରନ୍ଥକୁ ତାର ସମକାଳୀନ ବୋଲି ଯୁକ୍ତି କରନ୍ତି, ସେମାନେ ଇତିହାସକୁ ସଠିକ୍ ଅନୁଶୀଳନ କରିପାରିନାହାନ୍ତି ବୋଲି ବୁଝିବାକୁ ହେବ। କାରଣ ଏକ ନିର୍ଦ୍ଦିଷ୍ଟ ସମୟାବଧିରେ ଇତିହାସର ଅବିକଳ ପୁନରାବର୍ତ୍ତନ ହୁଏ। ହିଷ୍ଟ୍ରି ରିପିଟ୍ସ ଇଟସେଲ୍ଫ। ମହାଭାରତ ଯୁଦ୍ଧରେ ଅଂଶଗ୍ରହଣକାରୀ କୌରବ ଓ ପାଣ୍ଡବମାନଙ୍କ ତଥା ସେମାନଙ୍କ ସହଯୋଗୀ ରାଜାଗଣଙ୍କ କୌଣସି ଐତିହାସିକ ଇତିବୃତ୍ତି ନଥିଲେ ମଧ୍ୟ ଏହା ସୁଦୂର ଅତୀତର ଏକ ଭୟଙ୍କର ମହାବିନାଶକାରୀ ଘଟଣାକୁ ସୂଚିତ କରେ। କିମ୍ବଦନ୍ତୀ ରୂପେ ଉଜ୍ଜୀବିତ ଥିବା ଏକ ବିଲୁପ୍ତ ସଭ୍ୟତାର କଥାବସ୍ତୁକୁ ତପଶ୍ଚର୍ଯ୍ୟା ଦ୍ୱାରା ପ୍ରାପ୍ତ ବିଶାଳ ବୁଦ୍ଧି ବଳରେ ମହାଭାରତକାର ଐତିହାସିକ ଘଟଣା ଭଳି ଆଖ୍ୟାନ ଉପାଖ୍ୟାନ ସମୂହକୁ ଧାରାବାହିକ କ୍ରମରେ ସଂକଳନ କରି ଏକ ବିଶ୍ୱ ପ୍ରସିଦ୍ଧ ମହାକାବ୍ୟ ରଚନା କରିଛନ୍ତି। ମହାଭାରତ ବର୍ଣ୍ଣିତ ଘଟଣାବଳୀକୁ ଯଦି ଆମେ ବିଶ୍ୱର ସାମ୍ପ୍ରତିକ ଅବସ୍ଥା ସହିତ ତୁଳନା କରି ଅଧ୍ୟୟନ କରିବା, ତେବେ ଏ କଥା ସ୍ପଷ୍ଟ ବୁଝିହେବ ଯେ ସେହି ସମୟରେ ପୁନରାବୃତ୍ତି ହିଁ ଘଟୁଛି। ଯୁଗ କ୍ରମରେ ମହାଭାରତ ଯୁଦ୍ଧର କାଳ ନିର୍ଣ୍ଣୟ। ମହାଭାରତ ଯୁଦ୍ଧର ଯଥାର୍ଥତା ବିଷୟରେ ଜାଣିବାକୁ ହେଲେ ଯୁଗ କ୍ରମରେ ମହାଭାରତ କାଳ ନିର୍ଣ୍ଣୟ କରିବା ଏକାନ୍ତ ଆବଶ୍ୟକ। ପୂର୍ବ ଆଲୋଚନା ଅନୁସାରେ ମହାଭାରତର ସମୟ ଖ୍ରୀଷ୍ଟପୂର୍ବ 3100 ବର୍ଷ ବୋଲି ନିଶ୍ଚିତ କରାଯାଇଛି। କିନ୍ତୁ ଏହା ଦ୍ୱାପର ଓ କଳିର ସନ୍ଧି ସମୟରେ ଦିଲ୍ଲୀ ନିକଟସ୍ଥ କୁରୁକ୍ଷେତ୍ର ପଡ଼ିଆରେ କୌରବ ଓ ପାଣ୍ଡବମାନଙ୍କ ମଧ୍ୟରେ ସଂଘଟିତ ହୋଇଥିଲା ଏବଂ ଶ୍ରୀକୃଷ୍ଣ ଶରୀରଧାରୀ ପରମାତ୍ମା ପାଣ୍ଡବ ପକ୍ଷର ନେତୃତ୍ୱ ନେଇଥିଲେ ବୋଲି ଯାହା ମହାଭାରତ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି, ଏହା ଉପରେ ହିଁ ସଂଶୟ ସୃଷ୍ଟି ହୁଏ। ପୂର୍ବ ଆଲୋଚନାରେ ଏକଥା ସ୍ପଷ୍ଟ କରାଯାଇଛି ଯେ କୁରୁକ୍ଷେତ୍ରରେ ସୀମିତ କ୍ଷେତ୍ରଫଳ ବିଶିଷ୍ଟ ସ୍ଥାନରେ 18 ଅହଖ୍ୟାଣୀ ସେନାଙ୍କ ମଧ୍ୟରେ ଯୁଦ୍ଧ ହେବା ସମ୍ପୂର୍ଣ୍ଣ ଅସମ୍ଭବ। ଯୁଗକ୍ରମରେ ଖ୍ରୀଷ୍ଟପୂର୍ବ 3100 ବର୍ଷ କେଉଁ ଯୁଗ ପର୍ଯ୍ୟାୟଭୁକ୍ତ ଥିଲା, ଏହି ବିଷୟରେ ସମ୍ୟକ୍ ଆଲୋଚନା ଆବଶ୍ୟକ ମନେହୁଏ। ଭାରତୀୟ ଶାସ୍ତ୍ରକାରମାନେ ସମାଜର ଆଧ୍ୟାତ୍ମିକ, ସାମାଜିକ, ରାଜନୈତିକ ଓ ଆର୍ଥିକ ଅବସ୍ଥା ଅନୁସାରେ ଇତିହାସକୁ 4 ଭାଗରେ ବିଭକ୍ତ କରିଛନ୍ତି। ଏହା ସତ୍ୟ, ତ୍ରେତୟା, ଦ୍ୱାପର ଓ କଳି ଏହିପରି 4 ଯୁଗ କ୍ରମରେ ବୃତ୍ତାକାରରେ ଆବର୍ତ୍ତିତ ହେଉଥାଏ। ତେଣୁ ଇତିହାସ ଏକ ନିଶ୍ଚିତ ସମୟାବଧିରେ ପୁନରାବୃତ୍ତ ହୁଏ ବୋଲି ଇତିହାସକାରମାନେ ବିଶ୍ୱାସ କରନ୍ତି। ଭାରତୀୟ ଧର୍ମଗ୍ରନ୍ଥମାନଙ୍କରେ ମଧ୍ୟ ଉଲ୍ଲେଖ ଅଛି ଯେ ସଂସାରର ବୃତ୍ତାନ୍ତ ହିଷ୍ଟ୍ରିକାଲ ଇଭେଣ୍ଟସ୍ ଏକ ପୂର୍ବ ନିଶ୍ଚିତ ଯୋଜନା ଅନୁସାରେ ଘଟିତ ହୁଏ ଏବଂ ଏକ ଚକ୍ରର ଅବଧି ପୂରିଗଲେ ପୁନଃ ସେହି ଘଟଣାବଳୀ ଅବିକଳ ପୁନରାବୃତ୍ତ ହୁଏ। ଏଥିପାଇଁ ସୃଷ୍ଟିରେ ଘଟିତ ହେଉଥିବା ଘଟଣାବଳୀକୁ ନାଟକ ସହିତ ତୁଳନା କରାଯାଏ। ନାଟକରେ ଯେପରି ବିଭିନ୍ନ ଅଙ୍କ ଓ ଦୃଶ୍ୟ ପ୍ରତିଥର ମଞ୍ଚସ୍ଥ ହେଲେ ଅପରିବର୍ତ୍ତିତ ରହେ, ସେହିପରି ସୃଷ୍ଟି ନାଟକ ୱାର୍ଲ୍ଡ ଡ୍ରାମାକୁ 4ଟି ଅଙ୍କ, ଯୁଗ ଓ 84ଟି ଦୃଶ୍ୟ ଜନ୍ମରେ ବିଭକ୍ତ କରାଯାଏ। ଏହା ସତ୍ୟ, ତ୍ରେତା, ଦ୍ୱାପର ଓ କଳି ଏହି କ୍ରମରେ ବୃତ୍ତାକାରରେ ପୁନରାବୃତ୍ତ ହୋଇଥାଏ। ଏହି ପରିପ୍ରେକ୍ଷୀରେ ପୁନରାବୃତ୍ତି ସିଦ୍ଧାନ୍ତ ବିଷୟରେ ଆଲୋଚନା କରିବା ପ୍ରାସଙ୍ଗିକ ମନେହୁଏ। ବେଦ, ଉପନିଷଦ ଆଦି ସମସ୍ତ ଭାରତୀୟ ଧର୍ମଗ୍ରନ୍ଥ ପୁନରାବୃତ୍ତି ସିଦ୍ଧାନ୍ତର ସମର୍ଥନ କରନ୍ତି। କାଳର ଏହି ପୁନରାବର୍ତ୍ତିତ ପ୍ରକ୍ରିୟାକୁ ହିଁ ନିୟତି ପ୍ରିଡେଷ୍ଟିନେସନ୍ କୁହାଯାଏ। ପୌରାଣିକ ଭାଷାରେ ଏହାକୁ ବିଧିର ବିଧାନ, ଈଶ୍ୱରେଚ୍ଛା
ଆଦି ଶବ୍ଦରେ ନାମିତ କରାଯାଏ। ପରମାତ୍ମାକୁ ତ୍ରିକାଳଦର୍ଶୀ ବୋଲି କୁହାଯାଏ। ଏହା ମଧ୍ୟ ପୁନରାବୃତ୍ତି ସିଦ୍ଧାନ୍ତକୁ ସମର୍ଥନ କରୁଛି, କାରଣ ଅତୀତ ଗର୍ଭରେ ହିଁ ଭବିଷ୍ୟତ ଜନ୍ମ ନିଏ। ପ୍ରତ୍ୟେକ ଘଟଣା ପୂର୍ବ ନିଶ୍ଚିତ ହୋଇନଥିଲେ ଭବିଷ୍ୟତ ଦର୍ଶନର ସମ୍ଭାବନା ହିଁ ରହନ୍ତା ନାହିଁ। ବେଦରେ କୁହାଯାଇଛି ଯେ ପରମାତ୍ମା ସୃଷ୍ଟିକୁ ପୂର୍ବ ପରି ଯଥାପୂର୍ବ ସର୍ଜନା କଲେ। ଓಂ ସୂର୍ଯ୍ୟ ଚନ୍ଦ୍ରମସୋଧାତମ୍ ଯଥା ପୂର୍ବମ୍ ଅକଳ୍ପୟତ୍। ମହାଭାରତରେ ବିଭିନ୍ନ ସ୍ଥାନରେ ଏକଥା କୁହାଯାଇଛି ଯେ ସଂସାର ଏକ ଚକ୍ର ପରି ଘୁରୁଛି। ଏବମେତଦନାନ୍ତ୍ୟାନଂ ଭୂତଂ ସଂହାରକାରକମ୍ ଅନାଦିନିଧनं ଲୋକେ ଚକ୍ର ସମ୍ପ୍ରତିବର୍ତ୍ତତେ। ଆଦି ଅନୁକ୍ରମ 40। ସ ଏଷ ସର୍ବସୁରମର୍ତ୍ତ୍ୟଂ ଲୋକ ସମୁଦ୍ର କକ୍ଷାନ୍ତିରିତ ପୁରୀଂ च ଯୁଗେ ଯୁଗେ ମନୁଷ୍ୟଂ ଚୈବ ବାସଂ ପୁନଃ ପୁନଃ ସୃଜତି ବାସୁଦେବଃ। ଭୀଷ୍ମ ବଧ ବିଶ୍ୱୋପାଖ୍ୟାନ। ଗୀତାରେ ମଧ୍ୟ ଭଗବାନ ଏହି ପୁନରାବୃତ୍ତି ସିଦ୍ଧାନ୍ତର ସମର୍ଥନ କରିବାକୁ ଯାଇ କୁହନ୍ତି, ଏପରି ସମୟ ନଥିଲା ଯେତେବେଳେ ଏ ରାଜାମାନେ ନଥିଲେ ବା ତୁମେ ନଥିଲ ଅଥବା ମୁଁ ନଥିଲି ବା ଆମେ ରହିବା ନାହିଁ। ନତ୍ୱେବାହଂ ଜାତୁ ନାଶଂ ନ ତ୍ୱଂ ନେମେ ଜନାଧିପଃ ନ ଚୈବ ନ ଭବିଷ୍ୟାମଃ ସର୍ବେ ବୟମତଃ ପରମ୍। ଏହାର 4ଟି ଶ୍ଲୋକ ପରେ ଭଗବାନ ପୁନଶ୍ଚ କହିଛନ୍ତି ଯେ ଏ ସଂସାର ଚକ୍ରବତ୍ ଆବର୍ତ୍ତିତ ହୁଏ। ଏବଂ ପ୍ରବର୍ତ୍ତିତମ୍ ଚକ୍ରମ୍। ପ୍ରସିଦ୍ଧ ଦାର୍ଶନିକ ହାରୋଲ୍ଡ ଏଚ୍. ତାଙ୍କ ରଚିତ ଲିଭିଂ ଇସ୍ୟୁ ଇନ୍ ଫିଲୋସଫି ପୁସ୍ତକର 4ଥ ସଂସ୍କରଣ ଖ୍ରୀଷ୍ଟପୂର୍ବ 484-485ରେ ଉଲ୍ଲେଖ କରିଛନ୍ତି ଯେ ବିଶ୍ୱ ଇତିହାସ ଋତୁଚକ୍ର ପରି ପୁନରାବୃତ୍ତି ହୁଏ ଏବଂ ପୁନଶ୍ଚ ଏହା ତାର ପ୍ରାରମ୍ଭିକ ବିନ୍ଦୁରେ ପହଞ୍ଚେ, ଯେଉଁଠୁ ଘଟଣାକ୍ରମରେ ଆରମ୍ଭ ହୋଇଥିଲା ବୋଲି ୟୁନାନି ଏବଂ ରୋମର ଲୋକେ ବିଶ୍ୱାସ କରନ୍ତି। ପ୍ରସିଦ୍ଧ ଦାର୍ଶନିକ ମାର୍କସ୍ ଆର୍ଲିୟସ୍ ଏବଂ ସେନେକା ଅନୁସାରେ ସଂସାର ଉତ୍ତରୋତ୍ତର ପତନ ଅଭିମୁଖେ ଗତି କରେ ଏବଂ ଅନ୍ତିମ ପର୍ଯ୍ୟାୟରେ ମହାବିନାଶକୁ ପ୍ରାପ୍ତ ହୋଇ ପୁନଃ ସେହି ସ୍ୱର୍ଣ୍ଣିମ କାଳଖଣ୍ଡରେ ପହଞ୍ଚେ, ଯେଉଁଠୁ ବିଶ୍ୱ ଇତିହାସ ଆରମ୍ଭ ହୋଇଥିଲା। ଊନବିଂଶ ଓ ବିଂଶ ଶତାବ୍ଦୀର ନିତ୍ସେ, ଓଶୋଲୁ, ସେଗ୍ଲାର୍ ଆଦି ଅନେକ ବିଦ୍ୱାନ ଏହି ସିଦ୍ଧାନ୍ତର ସମର୍ଥନ ଓ ଅନୁମୋଦନ କରିଛନ୍ତି। କ୍ରମଶଃ ଓମ୍ ଶାନ୍ତି।